ଚାହିଁ ଜଳଦ ତନୁ ନନ୍ଦର କୋଳେ ଗୋପାଳ ମେଳେ ବସିଥିବେ ଯେ କାହ୍ନୁ କହିଲେ ମୁଁ ଶୁଣିଛି ନନ୍ଦ ରାଜା କୃଷ୍ଣଙ୍କୁ ଛାଡ଼ି ମୁହୂର୍ତ୍ତେ ମଧ୍ୟ କୁଆଡ଼େ ଅଲଗା ରହୁନାହାନ୍ତି। ମୁଁ ଗଲା ବେଳକୁ ନନ୍ଦଙ୍କ କୋଳରେ କୃଷ୍ଣ ବସିଥିବେ, ମୁଁ ତାଙ୍କୁ ଦେଖିକିରି ମୋର ଆଖି ପବିତ୍ର ହେଇଯିବ। ଖାଲି ସେତିକି ନୁହଁ, ଦୁର୍ଗଲାଣି ଡାକିବେ ଦୁଇ ଭାଇର ତୁମ ଆସ ସେ ଡାକ ଶୁଣି ଦେଖିବେ ଶ୍ରବଣ ମୋର ଦୋଷ। ଯେତେବେଳେ ଦୂରରୁ ମତେ କୃଷ୍ଣ ଶ୍ୟାମ ସୁନ୍ଦର ଦେଖିଦେବେ, ମୁଁ ସିଏ ବି ଯାଦବ ବଂଶୀ, ମୁଁ ବି ଯାଦବ ବଂଶୀ। ଦୁର୍ଗଲାଣି ଡାକିବେ ଦୁଇ ଭାଇ ଅକ୍ରୁର ଆସ। ମତେ ଯେତେବେଳେ ନାଁ ଧରିକିରି ଅକ୍ରୁର ଆସ ବୋଲି ଡାକିଦେବେ, ତାଙ୍କର ଅମୃତମୟ ବଚନ ଶୁଣି ତେଜିବେବେନି ଶ୍ରବଣ ମୋର ଦୋଷ। ମୋର କାନରେ ଥିବା ସକଳ ଦୁଷ୍କୃତ ସକଳ ପାପ ନଷ୍ଟ ହେଇଯିବ। କେତେ କଥା ରାତି ସାରା ଭାବୁଛନ୍ତି ଅକ୍ରୁର, ରାତି ସାରା ନିଦ ନାହିଁ, କେମିତି ସକାଳ ପାହିବ। ମୁଁ ଗୋପ ଅଭିମୁଖେ ଯାଇ କୃଷ୍ଣଙ୍କୁ ଦେଖିବି। ଭଗବାନଙ୍କୁ ଦେଖିବାର ମନ ଭିତରେ ଯେ ଉତ୍କଣ୍ଠା, ୟାର ନାଁ ମଧ୍ୟ ଭକ୍ତି। ଭକ୍ତିର ସବୁଠାରୁ ସରଳ ଭାଷା କଣ? ଭକ୍ତିର ସବୁଠାରୁ ସରଳ ଭାଷା ହେଲା ଭଗବାନଙ୍କ ପ୍ରତି ନିଜ ଭିତରେ ବ୍ୟାକୁଳତା। ତାଙ୍କ କଥା ଶୁଣିବା ପାଇଁ ମନ ବ୍ୟାକୁଳିତ, ତାଙ୍କ ରୂପ ଦେଖିବା ପାଇଁ ମନ ବ୍ୟାକୁଳିତ, ତାଙ୍କର ଗୁଣ କୀର୍ତ୍ତନ କରିବା ପାଇଁ ମନ ବ୍ୟାକୁଳିତ, ତାଙ୍କର କାର୍ଯ୍ୟ କରିବା ପାଇଁ ମନ ବ୍ୟାକୁଳିତ। ଅର୍ଥାତ୍ ଭଗବାନଙ୍କର ସକଳ କାର୍ଯ୍ୟ ପାଇଁ ବ୍ୟାକୁଳିତ ହୋଇଥିବା ମନର ଅବସ୍ଥାର ଅନ୍ୟ ନାମ ହେଉଛି ଭକ୍ତି। ଏବଂ ସେଇ ଭକ୍ତି ପ୍ରିୟ ମାଧବ ତାଙ୍କୁ ଦେଖିବା ପାଇଁ ଅକ୍ରୁରଙ୍କୁ ରାତିରେ ନିଦ ନାହିଁ। ଜୀବନରେ କୃଷ୍ଣଙ୍କୁ ଦେଖି ନାହାନ୍ତି, କେବଳ ଯାହା ନାଁ ଶୁଣିଛନ୍ତି, ଲୀଳା କୀର୍ତ୍ତିମାନ ଶ୍ରବଣ କରିଛନ୍ତି। ସକାଳ ପାଇଗଲା, ସକଳ ନିତ୍ୟ କର୍ମ ସମ୍ପାଦିତ କରି ରଥ ଧରି ବାହାରି ପଡ଼ିଲେ ଅକ୍ରୁର। ଯିବେ କୁଆଡ଼େ? ଯିବେ ଗୋପକୁ। ବାହାରୁଛନ୍ତି କୋଉଠୁ? ନା ମଥୁରାରୁ। ମଥୁରା ହେଉଛି ଐଶ୍ୱର୍ଯ୍ୟ ଭୂମି, ଗୋପ ହେଉଛି ମାଧୁର୍ଯ୍ୟ ଭୂମି। ଐଶ୍ୱର୍ଯ୍ୟ ଭୂମିର ପୁଞ୍ଜି ହେଲା ସମ୍ପତ୍ତି ପ୍ରତିଷ୍ଠା, କିନ୍ତୁ ମାଧୁର୍ଯ୍ୟ ଭୂମିର ପୁଞ୍ଜି ହେଲା